ସରକାରଙ୍କର ଯୋଜନା ବାଟବଣା ଗରିବଙ୍କ ପେଟକୁ ଲାତ ମାରି ମାଲେମାଲ ହେଉଛନ୍ତି ଦୁର୍ନୀତିଖୋର। ଗ୍ରାମାଞ୍ଚଳରେ ଜଳ ସଂରକ୍ଷଣ ଓ ଶ୍ରମିକଙ୍କୁ ରୋଜଗାର ଦେବା ପାଇଁ ଆରମ୍ଭ ହୋଇଥିଲା ମହତ୍ୱାକାଂକ୍ଷୀ ଅମୃତ ସରୋବର ପ୍ରକଳ୍ପ। ହେଲେ ଏଠି ଯୋଜନାର ଅମୃତ ଦେଖାଯାଉନି, ବରଂ ଦୁର୍ନୀତିର ବିଷ ଚାରିଆଡ଼େ ବ୍ୟାପିବାରେ ଲାଗିଛି। ପ୍ରକଳ୍ପ ସ୍ଥାନରେ କୌଣସି କାର୍ଯ୍ୟସୂଚୀ ବା ସୂଚନା ଫଳକ ଲଗାଯାଇଥିଲେ ମଧ୍ୟ ସେଥିରେ ବିବରଣୀ ସ୍ଥାନ ଖାଲି ପଡ଼ିଛି। କେତେ ଟଙ୍କାର ବଜେଟ୍, କେବେ କାମ ଆରମ୍ଭ ହେଲା ଆଉ କେବେ ଶେଷ ହେବ, ସେ ନେଇ କୌଣସି ତଥ୍ୟ କାହାରି ପାଖରେ ନାହିଁ। ବିନା କୌଣସି କାର୍ଯ୍ୟସୂଚୀରେ ମନମୁଖୀ ଭାବେ ଅଧପନ୍ତରିଆ କାମ କରି ଛାଡ଼ି ଦିଆଯାଇଛି। ଏପରି ଏକ ଘଟଣା କୁସୁମୁରା ପଞ୍ଚାୟତ ସାଙ୍କୋବାହାଲ ଅମୃତ ସରୋବର କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଗରିବ ଖଟିକିଆଙ୍କ ପେଟକୁ ଲାତ ମାରୁଥିବା ଏହି ଦଲାଲ ଓ ଭ୍ରଷ୍ଟ ଅଧିକାରୀଙ୍କ ଉପରେ କେବେ ହେବ ଆକ୍ସନ୍? କେବେ ମିଳିବ ଗରିବ ଲୋକଙ୍କୁ ସେମାନଙ୍କ ଉଚିତ ପ୍ରାପ୍ୟ ସହିତ ମୌଳିକ ଅଧିକାର? ତାହା ଦେଖିବାକୁ ବାକି ରହିଲା। ବ୍ୟୁରୋ ରିପୋର୍ଟ, ସନ୍ଧ୍ୟା ନ୍ୟୁଜ୍।